तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ମା ଏକ ନଗରୀରେ ଜଣେ ଗୁଣବାନ ଜ୍ୟୋତିଷ ଥିଲେ। ସେ ଯାହା କୁହନ୍ତି ପ୍ରାୟ ତାଙ୍କ କଥା ସତ୍ୟ ହୁଏ। ପ୍ରାୟ କଣ ସତ୍ୟ ତାଙ୍କ କଥା ହୁଏ ବୋଲି ଲୋକମାନେ ତାଙ୍କୁ ବହୁତ ମାନ କରନ୍ତି ଏବଂ ସମ୍ମାନ ସହିତ ଯାହାର ତାଙ୍କର ସୁବିଧା ଅସୁବିଧାରେ ମଧ୍ୟ ତାଙ୍କୁ ସାହାଯ୍ୟ ବି କରନ୍ତି। ତାଙ୍କ ନାଁ ହଉଛି ରାମ ଶାସ୍ତ୍ରୀ। ଧୀରେ ଧୀରେ ତାଙ୍କ ସୁଖ୍ୟାତି ଏତେ ବ୍ୟାପିଲା ଯେ ରାଜଧାନୀର ଅମାତ୍ୟ ମାନେ ତାକୁ ଶୁଣିଲେ ରାଜାଙ୍କ ପାଖରେ ଯାଇ ତା କଥାଟି କହିଲେ। ରାଜା ସେତେବେଳେ ଗୋଟେ କଥା ଭାବୁଥିଲେ କଣ ଯେ ସେ ଯୁବରାଜଙ୍କୁ ଶାସନ ଭାର ଦେଇକି ଯାଇକି ଜଙ୍ଗଲରେ ସାଧୁ ଭଳି ଜୀବନ ଯାପନ କରିବେ। ଆମେ ଯୋଉଟାକୁ ବାନପ୍ରସ୍ଥ ବୋଲି ଆଗରୁ ଆମର କହୁଥିଲେ ବାନପ୍ରସ୍ଥରେ ସେ ଯିବେ ବୋଲି ଭାବୁଥିଲେ। ତାମାନେ ଯୁବରାଜଙ୍କୁ ରାଜା ଘୋଷିତ କରି ସିଏ ଯିବେ ବାନପ୍ରସ୍ଥରେ। ତେଣୁ ସେ ତାଙ୍କୁ ସେ ଜ୍ୟୋତିଷଙ୍କୁ ଡାକି ଆଣିଲେ ଏବଂ ତାଙ୍କୁ କହିଲେ ଯେ ଆପଣଙ୍କୁ ମୁଁ ଆଜିଠାରୁ ରାଜଜ୍ୟୋତିଷରେ ନିଯୁକ୍ତି କଲି। ଆଉ ମୁଁ ଶୁଣିଛି ଆପଣଙ୍କର ଭବିଷ୍ୟବାଣୀ ସବୁ ସତ ହୁଏ। ତେଣୁ ମୋର ଏଇ ସମସ୍ୟାଟି ତୁମେ ସମାଧାନ କରିଦିଅ। ସେ ସେଠୁ କହିଲେ ମହାରାଜ ମୁଁ ଯାହା ଦେଖୁଛି ଯୁବରାଜ ଯୋଗ୍ୟ ହେଇନାହାନ୍ତି। ଯେହେତୁ ଯୁବରାଜ ଏପର୍ଯ୍ୟନ୍ତ ଯୋଗ୍ୟ ହେଇନାହାନ୍ତି ରାଜା ହେବା ପାଇଁ, ତେଣୁ ତାଙ୍କୁ ରାଜ୍ୟର ଶାସନ ଭାର ଦେଇ ଆପଣ ବାନପ୍ରସ୍ଥ ଯିବାଟା ଠିକ ହେବନି। ସିଏ ଯୁବରାଜଙ୍କର କୁଣ୍ଡଳୀ ଦେଖିକି କହିଲେ। ରାଜା କହିଲେ ହଉ, ଏଡେ ବଡ ଜ୍ୟୋତିଷ କହୁଛନ୍ତି। ସେଠୁ ଆ ଭିତରେ କିଛି ବର୍ଷ ଚାଲିଗଲା। ତା ଭିତରେ ରାଜା ଗୁପ୍ତ ଖବର ସଂଗ୍ରହ କଲେ। ଦେଖିଲେ କଣ ନା ଆକ୍ଚୁଆଲି ତାଙ୍କ ପୁଅ ବା ଯୁବରାଜ ସିଏ ବିଳାସ ବ୍ୟସନରେ ଏତେ ମାତିକି ରହୁଛନ୍ତି ଯେ ସେ ଜମାରୁ ରାଜା ହବା ପାଇଁ ଏବେ ଇଚ୍ଛା କରୁନାହାନ୍ତି। କାରଣ କୌଣସି ଦାୟିତ୍ୱ ନେବା ପାଇଁ ତାଙ୍କର ଇଚ୍ଛା ନାହିଁ। ତେଣୁ ସେ ଭାବିଲେ ବୋଧହୁଏ ଯୋଉ ଜ୍ୟୋତିଷଙ୍କୁ ସେ କିଛି ଉତ୍କୋଚ ଦେଇଛି। ରାମ ଶାସ୍ତ୍ରୀଙ୍କୁ ଆଉ ଥରେ ଡାକିଲେ। ଆଗରୁ ତାଙ୍କ ରାଜଜ୍ୟୋତିଷ ଆଗରୁ ମାନେ ଇଏ ରାମ ଶାସ୍ତ୍ରୀ ଯୋଗ ଦେବା ପୂର୍ବରୁ ଆଗରୁ ଜଣେ ଯିଏ ରାଜଜ୍ୟୋତିଷ ଥିଲେ ତାଙ୍କୁ ଯେତେବେଳେ ସେ ଡାକିଥିଲେ ସିଏ ଆଉ ଗୋଟେ କଥା କହିଥିଲେ। ସେ କହିଥିଲେ କଣ ଯେ ଆପଣ ଶତାୟୁ ହେବେ। ତେଣୁ ଆପଣଙ୍କର ସାମର୍ଥ୍ୟ ଅତୁଟ ରହିଛି। ଆଉ ଯୁବରାଜଙ୍କୁ ଏବେ
ରାଜଗାଦିରେ ବସେଇବାର ଆବଶ୍ୟକ ନାହିଁ। ଆଙ୍କୁ ଯେତେବେଳେ ପଚାରିଲେ ଇଏ କଣ କହିଲେ ଯେ ଯୁବରାଜ ଏପର୍ଯ୍ୟନ୍ତ ଯୋଗ୍ୟ ହେଇନାହାନ୍ତି, ତେଣୁ ତାଙ୍କୁ ରାଜ୍ୟ ଶାସନ ଦେବାଟା ଠିକ ହେବ ନାହିଁ। ଇଏ ଯୋଉ ଖବର ପାଇଲେ ଯେ ତାଙ୍କ ପୁଅ ଯିଏ ଯୁବରାଜ, ସିଏ ପ୍ରକୃତରେ ବିଳାସ ବ୍ୟସନ ଚାହୁଁଛନ୍ତି, ଦାୟିତ୍ୱ ନେବାକୁ ଚାହୁଁନାହାନ୍ତି, ତେଣୁ ସିଏ ଭାବିଲେ ନିଶ୍ଚୟ ଖବର ବି କିଛି ପାଇଛନ୍ତି ଯେ ରାଜଜ୍ୟୋତିଷଙ୍କୁ ସିଏ କିଛି ଅର୍ଥ ପାରିତୋଷିକ ଦେଇଛନ୍ତି, ଯାହା ଫଳରେ ତାଙ୍କୁ ରାଜା ନ କରିବା ପାଇଁ ରାଜଜ୍ୟୋତିଷ କହିଛନ୍ତି। କିନ୍ତୁ ରାମ ଶାସ୍ତ୍ରୀଙ୍କୁ କେବଳ ତାଙ୍କ ଯୁବରାଜଙ୍କର ବା ତାଙ୍କ ପୁଅର କୁଣ୍ଡଳୀଟା ଦେଖେଇଥିଲେ। ତେଣୁ ସିଏ ଆସି ତାଙ୍କୁ କହିଲେ, ରାମ ଶାସ୍ତ୍ରୀଙ୍କୁ ତାଙ୍କ ନିଜ କୁଣ୍ଡଳ ଦେଲେ ଦେଖିବା ପାଇଁ ଏବଂ ପୁଅ କୁଣ୍ଡଳ ଆଉ ଥରେ ଦେଲେ। ଆଜ୍ଞା ମୋ ପୁଅ ଆପଣ ଦେଖନ୍ତୁ ଦିଟା ଦେଖିକିରି ମୋର ଏଇ ସମସ୍ୟା ରହିଛି, କଣ ଆର ସମାଧାନ ହବ। ରାମ ଶାସ୍ତ୍ରୀ ଆଉ ଥରେ ଦେଖିଲେ, ଦି ଜଣଙ୍କର ଦେଖିଲେ, କହିଲେ ମହାରାଜ ବର୍ତ୍ତମାନ ଆଗ କାର୍ଯ୍ୟ ହଉଛି ଯେ ଆଜି ଯୁବରାଜ, ସେ କହିଲେ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କ ସମସ୍ୟା ପଛ କଥା, ବର୍ତ୍ତମାନ ହଉଛି ଯୁବରାଜ ଆଜି ଅର୍ଦ୍ଧରାତ୍ରିରେ ଜଣେ ଭିଲ୍ ଯୁବତୀକୁ ବିବାହ କରିବେ। ଆଉ ଆପଣ ଏକଥା ଜାଣନ୍ତି ତ? କିଏ କହିଲେ? ରାମ ଶାସ୍ତ୍ରୀ ସାଙ୍ଗେ ସାଙ୍ଗେ କୁଣ୍ଡଳୀଟା ଦେଖିକି କହିଲେ। ରାଜା ଚମକି ପଡିଲେ, ଆଉ ସାଙ୍ଗେ ସାଙ୍ଗେ ସେଠୁ ଖବର ନେଲେ। ମନ୍ତ୍ରୀ କହିଲେ ହଁ ଆଜି ଯୁବରାଜ ଯାଇଛନ୍ତି ବନ ଭିତରକୁ। ଅନେକ ସମୟରେ ବନ ଭିତରକୁ ଯୁବରାଜ ଶିକାର କରିବାକୁ ଯାଆନ୍ତି। ତେଣୁ ଇଏ ସାଙ୍ଗେ ସାଙ୍ଗେ କିଛି ସୈନ୍ୟ ଧରିକି ମନ୍ତ୍ରୀଙ୍କ ସହିତ ସାଙ୍ଗେ ସାଙ୍ଗେ ଚାଲିଲେ। ଯୋଉ ରାଜା ଚାଲିଲେ ତାଙ୍କ ଦେହ ରଖି, ସୈନ୍ୟ ଆଉ କିଛି ମନ୍ତ୍ରୀଙ୍କୁ ନେଇକିରି ଗଲା ବେଳକୁ ତାଙ୍କର ପହଞ୍ଚି ଯାଇଥାନ୍ତେ, କିନ୍ତୁ ବାଟରେ ଗୋଟେ ଡକାୟତ ଦଳ ସହିତ ସାମ୍ନା ହେଇଗଲା ଏବଂ ସେଠି କିଛି ସମୟ ଯେହେତୁ ଚାଲିଗଲା, ତାଙ୍କୁ ସେମାନେ ବନ୍ଦୀ ସବୁ କଲେ। କିନ୍ତୁ ଯାଇକି ପହଞ୍ଚିଲା ବେଳକୁ ସେତେବେଳକୁ ଯୁବରାଜଙ୍କର ବିବାହ ହେଇସାରିଲାଣି। ଯୁବରାଜ ସେ ଭିଲ୍ ଯୁବତୀ, ମାନେ ଆଦିବାସୀ ପ୍ରଜା, ଆଦିବାସୀଙ୍କ ଭିତରେ ଗୋଟେ ଜାତି ରହିଛନ୍ତି ଯୋଉମାନେ ଭିଲ୍ ଜାତି, ସେଠି ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ସରିଗଲା। ତେଣୁ ରାଜା ଆଉ କଣ କରିବେ, ଯେହେତୁ ଜଣେ ରାଜା, ତେଣୁ ସମ୍ମାନର ସହିତ ତାଙ୍କୁ ମଧ୍ୟ ନେଇକି ଆସିଲେ। କାହାକୁ? ସେ ଯାହାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ବୋହୂ ହେଇଗଲେଣି ନା, ତେଣୁ ଯୁବରାଣୀ ରୂପେ ସ୍ୱୀକାର କରି ପୁତ୍ର ଆଉ ପୁତ୍ରବଧୂଙ୍କୁ ଦୁଇ ଜଣଙ୍କୁ ନେଇକି ନଅରକୁ ଆସିଲେ। ବର୍ତ୍ତମାନ ରାଜା କନଫର୍ମ ହେଇଗଲେ ଯେ ରାମ ଶାସ୍ତ୍ରୀଙ୍କର ଗଣନା ଏକଦମ ସତ୍ୟ। ତେଣୁ ସେ ତା ପରଦିନ ଯୁବରାଜ ଶୁଣିଲେ ଯେ ରାମ ଶାସ୍ତ୍ରୀ ହିଁ ରାଜାଙ୍କୁ ତାଙ୍କ ବିବାହ କଥା ଖବର ଦେଇଛନ୍ତି। ତେଣୁ ସେ ରାମ ଶାସ୍ତ୍ରୀଙ୍କୁ ଗୋପନରେ ଡାକି କହିଲେ, ଦେଖ ଜ୍ୟୋତିଷ ମହାଶୟ, ମୁଁ ବର୍ତ୍ତମାନ ରାଜ୍ୟଭାର ନେବାକୁ ପ୍ରସ୍ତୁତ ନୁହେଁ। ତୁମେ ସେଇ ଅନୁସାରେ ପିତାଙ୍କୁ ପରାମର୍ଶ ଦେବ। ମୁଁ ଆ ପୂର୍ବରୁ ରାଜଜ୍ୟୋତିଷଙ୍କୁ କହିଥିଲି, ତେଣୁ ସିଏ ପ୍ରସ୍ତାବ ଦେଇଥିଲେ। ତା ଫଳରେ ରାଜଜ୍ୟୋତିଷ ମନା କରିଛନ୍ତି, ତେଣୁ ମୁଁ ଏପର୍ଯ୍ୟନ୍ତ ରାଜା ହେଇନାହିଁ। ଆଉ ବାପା ତୁମକୁ ନିଶ୍ଚୟ ଆଉ ଥରେ କହିବେ, ତେଣୁ ତୁମେ ସେତେବେଳେ ମତେ କହିବ ରାଜା ନ କରିବା ପାଇଁ। ତା ପରଦିନ ଏ ସବୁ କାର୍ଯ୍ୟ ସବୁ ସରିଲା, ପରଦିନ ନୁହଁ, ଯୋଉ କାର୍ଯ୍ୟ ସରିଲା, ପୁତ୍ରବଧୂ ଆସିଲେ, ମହୋତ୍ସବ ଫହୋତ୍ସବ ସବୁ ହେଇଗଲା। ଯାହା ବି ହେଲେ ରାଜପୁତ୍ର ଯୁବରାଜ ବିବାହ କରିଛନ୍ତି, ତେଣୁ ଭୋଜି ଭାତ ହେଲା ସବୁ। ଭୋଜି ଭାତ ସରିଲା ପରେ ରାମ ଶାସ୍ତ୍ରୀଙ୍କୁ ପୁଣି ଆଉଥରେ ରାଜା ଡକେଇଲେ। କହିଲେ ବର୍ତ୍ତମାନ ଦେଖ କଣ ଖବର। କହିଲେ ମହାରାଜ, କିଏ କହିଲେ? ରାମ ଶାସ୍ତ୍ରୀ କହିଲେ ମହାରାଜ, ଯଥା ଶୀଘ୍ର ଆପଣ ଯୁବରାଜଙ୍କର ଅଭିଷେକ ବ୍ୟବସ୍ଥା କରନ୍ତୁ। ତାଙ୍କୁ ରାଜକାର୍ଯ୍ୟ ହାତକୁ ନିଅନ୍ତୁ। ଆପଣ ଉପସ୍ଥିତିରେ, ଆପଣ ବଞ୍ଚିଥିବା ସମୟରେ ଯଦି ସେ ରାଜା ହୁଅନ୍ତି, ତେବେ ଆପଣ ତାଙ୍କର ଭୁଲ ଭଟକା ସୁଧାରି ପାରିବେ। ତା ଫଳରେ ସିଏ ଜଣେ ଉନ୍ନତ ରାଜା ହେଇପାରନ୍ତି। ଯଦି ଆପଣଙ୍କ ଅନୁପସ୍ଥିତିରେ ସେ ରାଜା ହେବେ, ତେବେ ଯେହେତୁ ସେ ଅଯୋଗ୍ୟ, ତେଣୁ ରାଜକାର୍ଯ୍ୟ ଭଲରେ କରିପାରିବେ ନାହିଁ। ଆପଣ ତାଙ୍କୁ ଯଥାଶୀଘ୍ର ରାଜା କରେଇ ଦିଅନ୍ତୁ। ରାଜା ତ ସେୟା ଚାହୁଁଥିଲେ, ଇଏ ଯେମିତି କହିଲେ ସାଙ୍ଗେ ସାଙ୍ଗେ ତାଙ୍କୁ ରାଜା କରେଇଦେଲେ। କିନ୍ତୁ ଆଉ ଗୋଟେ କଥା ରହିଗଲା। ରାଜା ତା ଭିତରେ ଆଉ ଗୋଟେ କଥା ଭାବିଲେ ଯେ ଏବେ ରିସେଣ୍ଟଲି ବିବାହ କରିଛି,
ଏବଂ ଯୋଉ ପୁତ୍ରବଧୂ ଆସିଛି ସିଏ ତ ହଉଛି ଆଦିବାସୀ ପ୍ରଜା ଜାତିର। ତେଣୁ ସିଏ ଯୋଉ ରାଣୀଙ୍କର ଯୋଉ ଗୋଟେ ଆଭିଜାତ୍ୟ, ତାଙ୍କର ଯୋଉ ଚାଲିଚଳନ ଏସବୁ ତ ଶିଖି ନାହିଁ। ଆଉ ହଠାତ୍ ଯଦି ମୁଁ ପୁଅକୁ ରାଜା କରିଦେବି, ତେବେ ଗୋଟେ କଣ ହବ ନା ସେଇ ପ୍ରକାର ଶିଖିନାହାନ୍ତି ଚଳନି, ତେଣୁ ଗୋଟେ ଅପମାନିତ ହବ। ରାମଶାସ୍ତ୍ରୀ କହିଲେ ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ତାର ଯାହା ଦେଖିପାରୁଛି ସେ ବହୁତ ସୁଲକ୍ଷଣା, ଏବଂ ସେ ଅଳ୍ପ ଦିନ ଭିତରେ ନିୟମ କାନୁନ ସବୁ ସେ ଜାଣିଯିବେ, ଏବଂ ଆପଣ ବ୍ୟସ୍ତ ହୁଅନ୍ତୁନି ସେ ବ୍ୟସ୍ତରେ। ରାଜା ତାଙ୍କ ପରାମର୍ଶ ମାନି ଶୁଭ ମୁହୂର୍ତ୍ତ କାଢିଲେ। ଶୁଭ ମୁହୂର୍ତ୍ତ କାଢିକି ରାଜପଦରେ ତାଙ୍କୁ ଅଭିଷିକ୍ତ କରିଦେଲେ। କିନ୍ତୁ ଆ ପୂର୍ବରୁ ଯୁବରାଜ ତାଙ୍କୁ କହିଥିଲେ ଯେ ତୁମେ ବାପାଙ୍କୁ ପରାମର୍ଶ ଦବ, ମତେ ରାଜା କରେଇବେ ନାହିଁ। ବର୍ତ୍ତମାନ ଯେହେତୁ କରେଇ ଦେଇଛନ୍ତି, ଇଏ ରାଗିକିରି ରାଜା ହବା ମାତ୍ରେ ହିଁ ରାମ ଶାସ୍ତ୍ରୀକୁ ବନ୍ଦୀ କରିଦେଲେ, ଜେଲ ଭିତରେ ନେଇକିରି ପୁରେଇଦେଲେ। ହେଲା। ରାଜା ବି ମାନେ ପୂର୍ବତନ ରାଜା ଭାରି ବ୍ୟସ୍ତ ହେଇ ପଡିଲେ, ଯେ କାହିଁକିନା ତାଙ୍କ ଯୋଗୁ ବର୍ତ୍ତମାନ ଇଏ ରାମ ଶାସ୍ତ୍ରୀ କାରାଦଣ୍ଡ ଭୋଗୁଛନ୍ତି। ତେଣୁ ସେ ରାତିରେ ଯାଇକିରି ରାମଶାସ୍ତ୍ରୀଙ୍କୁ ଦେଖା କଲେ, କହିଲେ ମୁଁ ବହୁତ ଦୁଃଖିତ, ଆଉ ମୋ ସକାଶେ ତୁମେ ରାଜଦଣ୍ଡ ଭୋଗ କଲ ଏବଂ ବର୍ତ୍ତମାନ ଜେଲରେ ରହିଛ। ଇଏ କିନ୍ତୁ ବଢିଆ କଥା କହେ ଯେ ଦେଖନ୍ତୁ ମହାରାଜ, ଆପଣ ବ୍ୟସ୍ତ ହବା ଦରକାର ନାହିଁ। ମୁଁ ମୋ ଭାଗ୍ୟରେ ବା ମୋର କିଛି ଅନୁଭବ ନବାର ଅଛି ଏଇ ଜେଲର ଭିତରେ, ତେଣୁ ମତେ ଜେଲ ଦଣ୍ଡ ହେଇଛି। କିନ୍ତୁ ଏତିକି ଆପଣ ଖୁସି ହୁଅନ୍ତୁ ଯେ ମୁଁ କୌଣସି ଭୁଲ କର୍ମ କରି ବା ଅପରାଧ କରି ଆଜି ଜେଲ ଦଣ୍ଡ ଭୋଗୁ ନାହିଁ। ମୁଁ ସତ୍ୟ କହିଛି, ସତ୍ୟର ବଦଳରେ ଯୋଉ ଜେଲ ଦଣ୍ଡ ଭୋଗୁଛି, ତେଣୁ ମୋର ମାନ ସମ୍ମାନ ହଉ ବା ମୋର ବ୍ୟକ୍ତିତ୍ବ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ। ତେଣୁ ଆପଣ ସେ ବିଷୟରେ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆପଣଙ୍କୁ ଆଉ ଗୋଟେ କଥା କହିଦଉଛି, ଆପଣ ମାତ୍ର ବର୍ଷଟିଏ ବଞ୍ଚିବେ, ତେଣୁ ଏଇ ବର୍ଷକ ଭିତରେ ଯାହା ପୁଅକୁ ଶିଖେଇବା କଥା ଶିଖେଇ ଦିଅ। ରାଜା ଆହୁରି ବ୍ୟସ୍ତ ହେଇ ପଡିଲେ, ଏବଂ ସେ ସାଙ୍ଗେ ସାଙ୍ଗେ ଅନ୍ୟ ଯୋଉ ଅମାତ୍ୟ ମାନେ ଏବଂ ଜେଲ ରଖି ସେମାନଙ୍କୁ ଡାକିକିରି କଥାବାର୍ତ୍ତା କଲେ। କହିଲେ ଦେଖ, ଇଏ ଜଣେ ସାଧୁ ବ୍ୟକ୍ତି ଆଉ ମହାନ ଜ୍ୟୋତିଷ, ତମେ ସମସ୍ତେ ଜାଣିଛ। ତାଙ୍କୁ ମୋ ପୁଅ ଯେହେତୁ ରାଜା ହେଇଛନ୍ତି ଏବଂ ରାଜା ହେବା ପାଇଁ ଚାହୁଁନଥିଲେ, ତେଣୁ ତାଙ୍କୁ ଜେଲ ଦଣ୍ଡ ଦେଇଛି। କିନ୍ତୁ ଜେଲ ଭିତରେ ଯେପରି ରାମ ଶାସ୍ତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ନ ହୁଏ, ସେ ଯେପରି ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବେ, ରାଜା ରାଜାଙ୍କ ଯୋଉ ଅତିଥି ଶାଳାରେ ଯେମିତି ରହିବେ, ସେଇ ପ୍ରକାର ବନ୍ଦୋବସ୍ତ ତମେ ତା ଭିତରେ କର। ତେଣୁ ସେ ସାଙ୍ଗେ ସାଙ୍ଗେ କଣ କଲେ, ଅନ୍ୟମାନେ ରାଜା ଦେଖନ୍ତୁ ପୁରା ଯିଏ ନିଜେ ରାଜା ଥିଲେ, ତାଙ୍କର ଏମାନେ ସମସ୍ତେ ଅତି ନିଜର ଲୋକ ଏବଂ ସେମାନେ ସମସ୍ତେ ରାଜାଙ୍କୁ ଭଲ ପାଆନ୍ତି। ତେଣୁ ରାଜାଙ୍କ କଥା କିଛି ଅମାନ୍ୟ ହେଲା ନାହିଁ। ଯଦିଓ ରାମ ଶାସ୍ତ୍ରୀ ଜେଲ ଭିତରେ ରହିଲେ, କିନ୍ତୁ ଜେଲର କୌଣସି ପ୍ରକାରର ଯୋଉ ଅସୁବିଧା ତାଙ୍କୁ ଭୋଗିବାକୁ ପଡିଲାନି। ତାପରେ ମହାରାଜ ଯାଇକି ଯୁବରାଜଙ୍କୁ କହିଲେ ଦେଖ, ରାମ ଶାସ୍ତ୍ରୀ ଯାହା କହୁଛନ୍ତି ଯେ ମୋର ଆଉ ବର୍ଷେ ମାତ୍ର ଆୟୁଷ ରହିଛି, ତେଣୁ ଯାହା ତୁ ଯାହା ନିଷ୍ପତ୍ତି ନେଇଛୁ ତାହା ଏକ ଭୁଲ ନିଷ୍ପତ୍ତି। ତାକୁ ଜେଲ ଦଣ୍ଡରୁ ପୁରେଇ ଦେ, ଏବଂ ଯାହା ଶିଖିବା କଥା ଏଇ ବର୍ଷଟେ ଶିଖ। ଇଏ ଯୁବରାଜ କହୁଛନ୍ତି ମୋର ସେ ଜ୍ୟୋତିଷରେ ବିଶ୍ୱାସ ନାହିଁ, ଆଉ ଯଦି ଏହା ସତ୍ୟ ତାହେଲେ ମୁଁ ଦେଖିବି। କହିକି ରହିଗଲେ। ତାପରେ ତାଙ୍କ ସ୍ତ୍ରୀ ତାଙ୍କୁ ବୁଝଉଛନ୍ତି, କାହାକୁ? ଯୁବରାଜ କହିଲେ ଦେଖନ୍ତୁ, ଆଉ ମହାରାଜ ଜୀ କହୁଛନ୍ତି ଯାହା, ଆପଣ ଟିକେ ସେ ବିଷୟରେ ଟିକେ ଭାବନ୍ତୁ। କାହିଁକି ନା ସେ ଜଣେ ଜ୍ୟୋତିଷ, ଏବଂ ସେ ଯଦି ଦେଖିଛନ୍ତି କିଛି ତ ସତ୍ୟ ଦେଖିଥିବେ। କହିଲେ ଦେଖ, ମୋର ଆଦୌ ଜ୍ୟୋତିଷ ଉପରେ ବିଶ୍ୱାସ ନାହିଁ। ଯଦି ସେ ଜ୍ୟୋତିଷ ଯଦି କହିଥିବା କଥା ସତ ହେଇଥାଏ, ତେବେ ମୁଁ ବର୍ଷେ ଅପେକ୍ଷା କରିବି, ତାପରେ ଯାଇକି କରିବି। ଇଏ ବି ଆଶ୍ଚର୍ଯ୍ୟ। ବର୍ତ୍ତମାନ ରାଣୀ ହେଇଗଲେଣି ଯିଏ, ମାନେ ପୂର୍ବତନ ରାଜାଙ୍କର ପୁତ୍ରବଧୂ, ବର୍ଷଙ୍କ ପରେ ଯଦି ବାପା ମରି ଯାଇଥିବେ, ଇଏ ତାପରେ ଶିଖିବେ ତ କାହା ଠାରୁ ଶିଖିବେ?
ରାଜା କଣ କଲେ, ବର୍ତ୍ତମାନ ନୂଆ ରାଜା କଣ କଲେ, ସେ ଯଦି ଶୁଣିଲେ ତାଙ୍କ ବାପାଙ୍କର, ସେ ଏମିତି ବ୍ୟବସ୍ଥା କରିଦେଲେ, ଚାରିପଟରେ ପୁରା କଡା ପ୍ରହରା ରଖିଦେଲେ, ବିଶ୍ୱସ୍ତ ଦେହ ରକ୍ଷୀ ମାନଙ୍କୁ ରଖିଲେ, ଏବଂ ପୁରା ଆରାମ, ଯେମିତି ଗୋଟେ ରୁମ ଭିତରୁ କୁଆଡେ ଯିବାକୁ ପଡିବ ନାହିଁ। ତାଙ୍କର ମୃତ୍ୟୁ ହେଇଯିବ ତ, ତେଣୁ କୌଣସି ପ୍ରକାରର ଦେହର ଯେମିତି ରୋଗ ବୈରାଗ ହବ ନାହିଁ। ଯୋଉ ରାଜବୈଦ୍ୟ ମାନେ ପୁରା ତାଙ୍କ ପାଖରେ ରହିଲେ, ମାନେ ଏମିତି ୱେଲ ଅର୍ଗାନାଇଜଡ ବା ସୁଶୃଙ୍ଖଳିତ ଭାବରେ ଏମିତି ବ୍ୟବସ୍ଥା କଲେ, ମାନେ ସିଏ କହିଲେ ମୁଁ ରାମ ଶାସ୍ତ୍ରୀଙ୍କ କଥାକୁ ମିଛ କରିକି ଦେଖେଇବି। ରାଜା ବି ପୁରା ବିଶେଷଜ୍ଞ, ମାନେ ଖାଦ୍ୟ ବି ଯୋଉମାନେ ଖାଇବେ ବିଶେଷଜ୍ଞ ମାନେ ତାକୁ ଦେଖିବେ, ଯେମିତି କୌଣସି ପ୍ରକାର ଅସୁବିଧା ହବନି, କେହି ତା ଭିତରେ ପଶି ପାରିବେନି, ପୁରା ଯେମିତି ସୁରକ୍ଷିତ ବଳୟ ଭିତରେ ତାଙ୍କୁ ରଖିବେ। କିନ୍ତୁ ଏପଟେ ରାଣୀ କଣ କଲେ, ସିଏ ଆସିକି ବାପାଙ୍କ ପାଖରେ ସବୁଦିନ ଆସନ୍ତି ଏବଂ ରାଜକାର୍ଯ୍ୟ ବିଷୟରେ ବୁଝନ୍ତି। ରାଜା ଦେଖିଲେ ପୁଅ ଯଦି ବୁଝୁନାହିଁ, ତାହେଲେ ବୋହୂକୁ କିଛି ତ ହେଇଥାଉ, ଯଦି ସହଯୋଗ ହବ ପରେ କାମରେ ଆସିବ। ତେଣୁ ସିଏ କଣ କଲେ, ତାଙ୍କର ପୁତ୍ର ବଧୂଙ୍କୁ ରାଜକାର୍ଯ୍ୟ ବିଷୟରେ ଧୀରେ 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 ଅଧିକରୁ ଅଧିକ ପାରଙ୍ଗମ କରି ଚାଲିଲେ। ମାନେ ତାଙ୍କର ଅଭିଜ୍ଞତା ଗୁଡାକ କହିଲେ, କୋଉ ସମୟରେ କେମିତି ହବ, କଣ ନାହିଁ, ଏମିତି ସବୁ ତାଙ୍କର ଅନୁଭବ ତାଙ୍କୁ ଯେମିତି ଟ୍ରେନ କରି ଚାଲିଲେ ଆଉ। ଆ ଭିତରେ ବର୍ଷେ ପୁରିବା ସମୟ ହେଇଗଲାଣି। ଦିନେ କଣ ହେଇଛି, ତାଙ୍କ ଉପରୁ, ମାନେ କାନ୍ଥ ଉପରୁ ଝିଟିପିଟିଟିଏ ଭଟକିରି ଆଙ୍କ ଉପରେ ଡେଇଁ ପଡିଲା ଏବଂ ସିଏ ଚମକି ପଡିଲେ। ତାଙ୍କର ସେଥିରେ ହୃଦଘାତ ହେଲା ଏବଂ ରାଜା ଶରୀର ତ୍ୟାଗ କଲେ। ଠିକ ବର୍ଷେ ଭିତରେ ଶରୀର ତ୍ୟାଗ ରାଜା କଲେ। ବର୍ତ୍ତମାନ ଯେ ନୂଆ ରାଜା, ସେ ଦେଖିଲେ ଯେ ଜ୍ୟୋତିଷଙ୍କ ବାଣୀ ସଫଳ ହେଲା। ସିଏ ରାଜାଙ୍କ, ମାନେ ବାପାଙ୍କ କଥା ମାନ ନଥିଲେ, ଜ୍ୟୋତିଷଙ୍କୁ ଦଣ୍ଡ ଦେଇଛନ୍ତି। ତେଣୁ ଦୌଡିକି ଗଲେ, ଯାଇକି ଜ୍ୟୋତିଷଙ୍କୁ କ୍ଷମା ମାଗିଲେ ଏବଂ ତାଙ୍କୁ ମୁକ୍ତି କରିଦେଲେ। ମୁକ୍ତି କଲା ପରେ କହିଲେ, ଦେଖନ୍ତୁ ଆଉ ଯାହା ତ ଘଟିବାର ଥିଲା ଘଟିଗଲାଣି, ଆଉ ଆପଣ ଅନୁଗ୍ରହ କରି ମୋ ଦରବାରରେ ପ୍ରଧାନ ପରାମର୍ଶଦାତା ରୂପେ ରୁହନ୍ତୁ। କିଏ କହିଲେ? ନୂଆ ରାଜା ଯିଏ କହିଲେ ଯେ ଆପଣଙ୍କୁ ମୁଁ ବିନା କାରଣରେ ଦୋଷ ଦେଲି, ଦଣ୍ଡିତ କଲି, ତେଣୁ ମୁଁ ଆପଣଙ୍କୁ ମୋର ପ୍ରଧାନ ପରାମର୍ଶଦାତା ରୂପେ ନିଯୁକ୍ତି କରୁଛି, ତେଣୁ ଆପଣ ରୁହନ୍ତୁ। କିନ୍ତୁ ରାମଶାସ୍ତ୍ରୀ କହିଲେ, ଦେଖନ୍ତୁ ମହାରାଜ, ମୋର ସେ ଯୋଗ୍ୟତା ନାହିଁ, ମୋର ଜ୍ୟୋତିଷ ଯୋଗ୍ୟତାଟି ରହିଛି, ତେଣୁ ମତେ କ୍ଷମା କରନ୍ତୁ, ଆଉ ମୁଁ ଆପଣଙ୍କର ପରାମର୍ଶଦାତା ପଦବୀରେ ରହିପାରିବି ନାହିଁ, କାହିଁକିନା ମୁଁ ସେଥିପାଇଁ ଯୋଗ୍ୟ ନୁହେଁ। ଏବଂ ମୋର ଆଉ ଗୋଟେ ଆଶା ଥିଲା ଯେ ମୁଁ ଟିକେ ଶେଷ ଜୀବନରେ ଟିକେ ତୀର୍ଥ କରିବି, ତେଣୁ ମୁଁ ଭାବୁଛି ଆଉ ମୁଁ ଟିକେ ତୀର୍ଥ କରିବାକୁ ଯିବି। ତ ରାଜା କହିଲେ, ଠିକ ଅଛି, ମନା କରୁଛନ୍ତି ଯେତେବେଳେ, କିନ୍ତୁ ସବୁ ଜାଗାକୁ ତୀର୍ଥ ଯିବା ପାଇଁ ରାଜାଙ୍କ ତରଫରୁ ଯୋଉ ବ୍ୟବସ୍ଥା କରିବା କଥା, ଘୋଡା ଘୋଡା ଗାଡି ଟିକେ ବ୍ୟବସ୍ଥା କରିଦେଲେ ଏବଂ ତାଙ୍କ ପରିବାର ସମସ୍ତ ସଦସ୍ୟ ଯିବେ, ଯୋଉ ଯୋଉ ଜାଗାରେ ଯାଇକି ରହିବେ, ଯୋଉ ଧର୍ମଶାଳା, ସେଥିପାଇଁ ତାଙ୍କ ସହିତ କିଛି ସୈନ୍ୟ ବି ପଠେଇଲେ, ଯାଦ୍ଵାରା ତାଙ୍କ ତୀର୍ଥଟି ଭଲରେ କଟିବ। ବର୍ତ୍ତମାନ କଥାଟି ଏଇଠି ସରିଲା, ଗପଟି ଏଇଠି ସରିଗଲା। ବର୍ତ୍ତମାନ ପ୍ରଶ୍ନ ହଉଛି ଯେ ସିଏ ଏତେ ବଡ ସୁଯୋଗ ପାଇ ମଧ୍ୟ ତାକୁ ଛାଡିଦେଲେ କାହିଁକି? ରାମଶାସ୍ତ୍ରୀ ଏତେ ବଡ ସୁଯୋଗ ପାଇକି କାହିଁକି ଛାଡିଦେଲେ? ସୁଯୋଗ ପାଇଲେ କଣ ହେଲା, ସେ ବା କହିଲେ କି ମୁଁ, ତାପରେ ଜ୍ୟୋତିଷ ଯିଏ ସବୁ ମାନେ ଜାଣିଥାଏ, ସେ ଆଉ ମାନେ ଯେମିତି କୁହନ୍ତିନି କି ଆମେ ସବୁ ଜାଣି, ସେମିତି ସେ ଯୋଉ କଥା କହିଲେ କଣ ହବ, କଣ ହେବେ କହିଲେ? ପ୍ରଧାନ କଥା ପରାମର୍ଶଦାତା। ଆଉ ସେ କାମ ପାଇଁ ସେଥିପାଇଁକି ମନା କଲେ। ଏଠି ଆକ୍ଚୁଆଲି ରାମଶାସ୍ତ୍ରୀ ଜଣେ ଏତେ ସତ୍ୟବାଦୀ ବ୍ୟକ୍ତି, ତେଣୁ ଏଠି ଗୋଟେ ପରିଚୟ ଦେଖନ୍ତୁ, ଯୋଉମାନେ ସତ୍ୟରେ ବସବାସ କରନ୍ତି, ଯୋଉମାନେ ନିଷ୍ଠାପର, ସେମାନେ କୌଣସି ପଦବୀର ଲାଳସାରେ ପଡନ୍ତି ନାହିଁ। କାହିଁକି ନା ସେ ଜାଣିଛନ୍ତି ଯେ ତାଙ୍କର ଯୋଗ୍ୟତା କେତେ ଏବଂ ସେଇ ଯୋଗ୍ୟତା ଅନୁସାରେ
ସେ ତାଙ୍କର କାର୍ଯ୍ୟ କରନ୍ତି। ଅଧିକ ସେ ଲୋଭ ବା ଲାଳସାରେ ପଡନ୍ତି ନାହିଁ। ତାଙ୍କର ସତ୍ୟ ନିଷ୍ଠାରେ ସେମାନେ ବଞ୍ଚନ୍ତି। ଏବଂ ଏଠି ଗୋଟେ କଥା ଦେଖିବା, ରାମ ଶାସ୍ତ୍ରୀ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ହେଇନାହାନ୍ତି। ଇଏ ଗୋଟେ ବଡ କଥାଟି। ଯଦିଓ ପୂର୍ବରୁ ଯେ ଜ୍ୟୋତିଷ ଥିଲେ ସିଏ ଉତ୍କୋଚ ନେଇ ଅ, ଯାହା କାର୍ଯ୍ୟ କରିଥିଲେ, କିନ୍ତୁ ଇଏ ଯେହେତୁ ସତ୍ୟବାଦୀ ଥିଲେ, ତେଣୁ ଏଇମାନଙ୍କୁ କୁହାଯାଏ ପ୍ରକୃତ ବିଦ୍ୱାନ ଏବଂ ସତ୍ୟ ନିଷ୍ଠାପର ବ୍ୟକ୍ତି। ଏଥିପାଇଁ କୁହାଯାଏ। ତେଣୁ ତାଙ୍କ ଜୀବନରେ ଯୋଉ ଘଟଣାଟି ଘଟିଲା ସେଟା ଗୋଟେ, ସେ ମଝିରେ କହିଲେ ସେଟା ଗୋଟେ ବିରାଟ ଘଟଣାଟି। ଯୋଉମାନେ ନିଷ୍ଠାପର ବ୍ୟକ୍ତି, ଯୋଉମାନେ ସତ୍ୟନିଷ୍ଠ ବ୍ୟକ୍ତି, ସେମାନଙ୍କ ଜୀବନରେ ସେମାନେ ଯୋଉ ଅନୁଭବ ବା ଆମେ ଯୋଉଟା କହୁଛୁ ଯେ ତାଙ୍କ ଜୀବନରେ ଗୋଟେ ଅଭିଜ୍ଞତା ଦରକାର ହବ, ସେ ଅଭିଜ୍ଞତାଟା ସେ ବିନା ଅପରାଧରେ ସେ ଅଭିଜ୍ଞତାଟା ପାଇଲେ। ଆମେ ସେଠି ସାଧାରଣ ବ୍ୟକ୍ତି ସାଙ୍ଗେ ସାଙ୍ଗେ କିନ୍ତୁ କଣ କରୁ, ଭଗବାନଙ୍କୁ ଦୋଷ ଦଉ। ମୁଁ ବିନା କାରଣରେ ମତେ ଦଣ୍ଡ ଦେଲେ, ଆଉ ଏମିତି କଲେ ସେମିତି କଲେ, ଏଇମାନେ ସମସ୍ତେ ଦିଅନ୍ତି। ଆଉ ଯୋଉମାନେ ନିଷ୍ଠାପର ବ୍ୟକ୍ତି, ସେମାନେ ସବୁ ସମୟରେ ସବୁ କଥାକୁ ଅ, ତାଙ୍କର ଅଗ୍ରଗତି ପାଇଁ ବ୍ୟବହାର କରନ୍ତି। ବର୍ତ୍ତମାନ ଦେଖନ୍ତୁ, ସେ ଯୋଉ ଦଣ୍ଡ ପାଇଲେ, ପନିଶମେଣ୍ଟ ପାଇଲେ, ଜେଲ ଦଣ୍ଡ, ଆମର ଜେନେରାଲ କହିଲେ କଣ ହବ, ଯେ ସିଏ ଭଲ କାମ କଲେ କିନ୍ତୁ ଦଣ୍ଡ ପାଇଲେ, କିଛି ଦୋଷ କରିନାହାନ୍ତି ଦଣ୍ଡ ପାଇଲେ। କିନ୍ତୁ ଦେଖନ୍ତୁ, କିଛି ଦୋଷ ନ କରିକି ଯୋଉ ଦଣ୍ଡଟି ପାଇଲେ, ତାହେଲେ କଣ ହେଲା, ସେ ସତ୍ୟ ପାଇଁ ଦଣ୍ଡ ପାଇଛନ୍ତି ବିନା ଅପରାଧରେ। ଯଦି ଅପରାଧ କରିକି ଦଣ୍ଡ ପାଇଥାନ୍ତେ, ତାହେଲେ ଲୋକ ଲଜ୍ଜା ହେଇଥାନ୍ତା, ଲୋକ ନିନ୍ଦା ହେଇଥାନ୍ତା। ତା ବାଦେ ତାଙ୍କର ଚେତନାରେ ବି, ଅପରାଧ ଯୋଗୁ ଚେତନାରେ ବି ଖସିଥାନ୍ତେ। ତେଣୁ ଯୋଉମାନେ ସତ୍ୟ ନିଷ୍ଠାପର ବ୍ୟକ୍ତି ଥାନ୍ତି, ସେମାନଙ୍କର ଅଭିଜ୍ଞତା ପାଇଁ ଯଦି ବି କିଛି କେବେ ଦଣ୍ଡ ଥାଏ, ସେ ଯୋଉ କହନ୍ତିନି ମା ବହିରେ ଲେଖୁଛନ୍ତି, ତୁମର ଦଣ୍ଡ ବି ପ୍ରସାଦ। ତେଣୁ ଏଠି କଣ ହୁଏ, ସେଇଟା ପ୍ରସାଦ ଭଳି କାର୍ଯ୍ୟ କରିଛି ତାଙ୍କ ଜୀବନରେ। ଦେଖନ୍ତୁ, କାହିଁକି ନା ସିଏ ପୁରା ରାଜା, ମାନେ ରାଜାଙ୍କ ଅତିଥିଶାଳାରେ ରହିଲା ଭଳିଆ ସେ ଟ୍ରିଟମେଣ୍ଟ ପାଇଲେ। ତେଣୁ ଏଠି ବିକ୍ରମାଦିତ୍ୟଙ୍କୁ ଯୋଉ ଏଇଟା ଗପରେ ପଚରା ଯାଇଛି, ବିକ୍ରମାଦିତ୍ୟ କହୁଛନ୍ତି, ଜ୍ୟୋତିଷ ପ୍ରବର ରାମଶାସ୍ତ୍ରୀ ଭୟଭୀତ ହୋଇନଥିଲେ। ସେ ସତ୍ୟ କଥା ହିଁ କହିଥିଲେ। ସେ ଭବିଷ୍ୟତ କହିବାର ଶକ୍ତି ରଖୁଥିଲେ। ପରାମର୍ଶ ଦେବା ସକାଶେ ଯେଉଁ ବିଚାର ବୁଦ୍ଧି ଆବଶ୍ୟକ, ସେସବୁ ପ୍ରତି ସେ କେବେ ଗୁରୁତ୍ୱ ଦେଇନଥିଲେ। ରାଜାଙ୍କର ପ୍ରଧାନ ପରାମର୍ଶ ଦାତା ଯିଏ ହବ, ସେ ରାଜନୀତି ବୁଝିବା ଲୋଡ଼ା। ଯେହେତୁ ଜ୍ୟୋତିଷକର ସେ ପ୍ରବେଶ ନଥିଲା, ତେଣୁ ସେ ସତ୍ୟନିଷ୍ଠ ବ୍ୟକ୍ତି ହିସାବରେ ଠିକ କରିଛନ୍ତି। ମା